ନମସ୍କାର। ଏହି ଭିଡିଓରେ ଆମେ ନବମ ଶ୍ରେଣୀ ପାଠର ଧ୍ୱନି ପ୍ରଶ୍ନ ଉତ୍ତର ଆଲୋଚନା କରିହେବୁ। ପାଠର ପ୍ରଶ୍ନ ଉତ୍ତର। କମ୍ପିତ ଟ୍ୟୁନିଂ ଫର୍କର ଗୋଟିଏ ଶାଖାକୁ ଆଙ୍ଗୁଠି ଦ୍ୱାରା ସ୍ପର୍ଶ କରାଯାଉ କ'ଣ ସ୍ପର୍ଶାନୁଭୂତି ହେବ? ଦେଇଛି ଯେତେବେଳେ ଗୋଟିଏ ବଲ୍ଟି ଟ୍ୟୁନିଂ ଫର୍କର କମ୍ପିତ ଶାଖାକୁ ସ୍ପର୍ଶ କରିବ ତାହା କମ୍ପିତ ହେବାକୁ ଆରମ୍ଭ କରିବ। ନେକ୍ସଟ ଦେଇଛି କମ୍ପନ କ'ଣ? ଗୋଟିଏ ବସ୍ତୁ ଦ୍ରୁତ ଗତିରେ ଏକ ମାଧ୍ୟମ ଅବସ୍ଥାନରେ ଏକଡ ସେକଡ ହେବାକୁ କମ୍ପନ କୁହାଯାଏ। ଏପରି ସେପରି ଦେଖିପାରୁଛନ୍ କମ୍ପନ। ତୁମ ବିଦ୍ୟାଳୟର ସ୍କୁଲ ଘଣ୍ଟାରୁ କିପରି ଧ୍ୱନି ସୃଷ୍ଟି ହୁଏ ବୁଝାଅ। ଏକ ଲୁହା ଦଣ୍ଡକୁ ସ୍କୁଲ ଘଣ୍ଟାରେ ଆଘାତ କରାଯାଉଥିବାରୁ ସେଥିରେ କମ୍ପନ ସୃଷ୍ଟି ହୁଏ ଏବଂ ସେହି କମ୍ପନରୁ ଧ୍ୱନି ସୃଷ୍ଟି ହୁଏ। ଧ୍ୱନି ତରଙ୍ଗକୁ କାହିଁକି ଯାନ୍ତ୍ରିକ ତରଙ୍ଗ କୁହାଯାଏ? ଧ୍ୱନି ତରଙ୍ଗର ସଞ୍ଚାରଣ ପାଇଁ ବାୟୁ, ଜଳ ଓ ଧାତୁ ଭଳି ଜଳୀୟ ମାଧ୍ୟମ ଆବଶ୍ୟକତା ହେଉଥିବାରୁ ଏହାକୁ ଯାନ୍ତ୍ରିକ ତରଙ୍ଗ କୁହାଯାଏ। ମନେକର ତୁମ ସାଙ୍ଗର ଚନ୍ଦ୍ରପୃଷ୍ଠରେ ଅଛ। ସେଠାରେ ତୁମ ସାଙ୍ଗ ତୁମକୁ କିଛି କଥା କହିଲେ ତୁମେ ତାର କଥାକୁ ଶୁଣିପାରିବ କି? ତୁମର ଉତ୍ତର ବୁଝାଅ। ସାଙ୍ଗର କଥା ଆମକୁ ଶୁଣାଯିବ ନାହିଁ କାରଣ ଧ୍ୱନି ସଞ୍ଚାରଣ ପାଇଁ ମାଧ୍ୟମ ଆବଶ୍ୟକ, କିନ୍ତୁ ଚନ୍ଦ୍ରରେ ବାୟୁ ମଣ୍ଡଳ ନଥିବାର ମାଧ୍ୟମ ନାହିଁ। ଧ୍ୱନିର ତାରତ୍ୱ ଓ ପ୍ରବଳତା ଧ୍ୱନିର କେଉଁ ଗୁଣ ଦ୍ୱାରା ନିର୍ଦ୍ଧାରିତ ହୁଏ? ଧ୍ୱନିର ତାରତ୍ୱ ତାହାର ଆବୃତ୍ତି ଦ୍ୱାରା ଓ ଧ୍ୱନିର ପ୍ରବଳତା ତାହାର ଆୟାମ ଦ୍ୱାରା ନିର୍ଦ୍ଧାରିତ ହୁଏ। ଗୋଟିଏ କାରର ହର୍ଣ୍ଣର ଧ୍ୱନି ଓ ଗିଟାରର ଧ୍ୱନି ମଧ୍ୟରୁ କାହାର ପିଚ୍ ଅଧିକ ଅନୁମାନ କର। କାରର ହର୍ଣ୍ଣ ଅପେକ୍ଷା ଗିଟାରର ପିଚ୍ ଅଧିକ ହୋଇଥାଏ। ଧ୍ୱନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ, ତରଙ୍ଗ ଆବୃତ୍ତି, ଆୟାମ ଓ ଆବର୍ତ୍ତକାଳ କାହାକୁ କୁହାଯାଏ? ତରଙ୍ଗର ଦୈର୍ଘ୍ୟ ଯେଉଁ ସର୍ବନିମ୍ନ ଦୂରତାରେ ମାଧ୍ୟମର ସାନ୍ଦ୍ରତା ମୂଲ୍ୟର ପର୍ଯ୍ୟାୟକ୍ରମିକ ପୁନରାବୃତ୍ତି ଘଟେ ତାହାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ। ତରଙ୍ଗର ଆବୃତ୍ତି ଏକକ ସମୟରେ ଧ୍ୱନି ତରଙ୍ଗର ପୁନର୍ଦୋଳନ ସଂଖ୍ୟାକୁ ତରଙ୍ଗ ଆବୃତ୍ତି କୁହାଯାଏ। ଆୟାମ ମାଧ୍ୟ ଅବସ୍ଥାନର ଉଭୟ ପାର୍ଶ୍ୱରେ ମଧ୍ୟମର କମ୍ପିତ କଣିକାଗୁଡ଼ିକର ସର୍ବାଧିକ ବିସ୍ଥାପନର ପରିମାଣକୁ ଆୟାମ କୁହାଯାଏ। ଆବର୍ତ୍ତକାଳ ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଅତିକ୍ରମ କରୁଥିବା ଦୁଇଟି କ୍ରମିକ ସମ୍ପୀଡ଼ନ ଓ ବିରଳନ ନେଉଥିବା ସମୟକୁ ଆବର୍ତ୍ତକାଳ କୁହାଯାଏ। ତରଙ୍ଗର ଦୈର୍ଘ୍ୟ, ଆବୃତ୍ତି ଓ ବେଗ ମଧ୍ୟ ଥିବା ସମ୍ପର୍କଟି ଲେଖ। ତରଙ୍ଗ ବେଗ ତରଙ୍ଗର ଦୈର୍ଘ୍ୟ ଗୁଣନ ଆବୃତ୍ତି। ଧ୍ୱନିର ପ୍ରବଳତା ଓ ଧ୍ୱନିର ତୀବ୍ରତା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଧ୍ୱନିର ପ୍ରବଳତା କାନ ଉପରେ ପଡୁଥିବା ଧ୍ୱନିର ପ୍ରଭାବର ଏକ ମାପକ। ଏହାକୁ ସଠିକ ରୂପେ ମାପି ହୁଏ ନାହିଁ। ଧ୍ୱନିର ତୀବ୍ରତା ହେଉଛି ପ୍ରତି ସେକେଣ୍ଡରେ ଏକକ କ୍ଷେତ୍ରଫଳକୁ ଅତିକ୍ରମ କରୁଥିବା ଧ୍ୱନି ଶକ୍ତିର ପରିମାଣ। ଏହାକୁ ସଠିକ ରୂପେ ମାପ କରାଯାଇପାରେ।
ପାଠର ପ୍ରଶ୍ନ ଉତ୍ତର। ଧ୍ୱନି କାହାକୁ କୁହାଯାଏ ଏବଂ ଏହା କିପରି ସୃଷ୍ଟି ହୁଏ? ଧ୍ୱନି ଶକ୍ତିର ଏକ ରୂପ ଯାହା ମନୁଷ୍ୟ କର୍ଣ୍ଣରେ କାନ ଶୁଣିବାର ଏକ ଇନ୍ଦ୍ରିୟାନୁଭୂତି ସୃଷ୍ଟି କରେ। ବସ୍ତୁର କମ୍ପନରୁ ଧ୍ୱନି ସୃଷ୍ଟି ହୁଏ। 2 ନମ୍ବର ଉତ୍ତର ହେଉଛି ଶୂନ୍ୟ ମାଧ୍ୟମ, ସେକେଣ୍ଡ, ସୋନାର, କଠିନ। ଧ୍ୱନିର ଏକ ଉତ୍ସ ନିକଟରେ ବାୟୁ ମାଧ୍ୟମରେ ସମ୍ପୀଡ଼ନ ଓ ବିରଳନ କିପରି ସୃଷ୍ଟି ହୁଏ? ନାମାଙ୍କିତ ମାଧ୍ୟମରେ ବୁଝାଅ। ଯେତେବେଳେ ଧ୍ୱନି ତରଙ୍ଗ ଆଗକୁ ଗତି କରେ, ଏହା ତାର ଚାରିପଟେ ଥିବା ବାୟୁକୁ ସମ୍ପୀଡ଼ିତ କରେ, ଫଳରେ ଉଚ୍ଚ ଚାପଯୁକ୍ତ କ୍ଷେତ୍ର ସୃଷ୍ଟି ହୁଏ ଏବଂ ଏହାକୁ ସମ୍ପୀଡ଼ନ କୁହାଯାଏ। ଯେତେବେଳେ ଏହା କମ୍ପିତ ବସ୍ତୁର ପୃଷ୍ଠଭାଗରୁ ଦୂରେଇବାକୁ ଆରମ୍ଭ କରେ, ପୃଷ୍ଠଭାଗ ପଛକୁ ଗତି କରେ, ଫଳରେ ଏକ ନିମ୍ନ ଚାପଯୁକ୍ତ କ୍ଷେତ୍ର ସୃଷ୍ଟି ହୁଏ ଏବଂ ଏହାକୁ ବିରଳନ କୁହାଯାଏ। ବସ୍ତୁଟି କମ୍ପିତ ହେଉଥିବାରୁ ବାୟୁର ସମ୍ପୀଡ଼ନ ଓ ବିରଳନର ଏକ ଅନୁକ୍ରମ ସୃଷ୍ଟି ହୁଏ। 4 ନମ୍ବର ଧ୍ୱନି ସଞ୍ଚାରଣ ପାଇଁ ଏକ ମାଧ୍ୟମ ଆବଶ୍ୟକ। ଏକ ସରଳ ପରୀକ୍ଷା ଦ୍ୱାରା ଏହାକୁ ବୁଝାଅ। ଯେମିତି ବିଦ୍ୟୁତ ପରିପଥ ସହ ସମ୍ପୃକ୍ତ ସୁଇଚ୍, ଠିପି, ବେଲଚା, ଇଲେକ୍ଟ୍ରିକ ବେଲ୍ ଅଛି। ଗୋଟିଏ ବିଦ୍ୟୁତ ଘଣ୍ଟି ଓ ଗୋଟିଏ ବାୟୁରୁଦ୍ଧ ବେଲଜାର ନିଆଯାଉ। ବିଦ୍ୟୁତ ଘଣ୍ଟିକୁ ବେଲଜାର ମଧ୍ୟରେ ଝୁଲାଇ ରଖାଯାଉ। ଘଣ୍ଟିର ଦୁଇ ଶେଷାଗ୍ରକୁ ବେଲଜାର ମୁହଁରେ ଥିବା କର୍କ ବାଟେ ବାହାରକୁ କାଢି ଏକ ବାହ୍ୟ ବିଦ୍ୟୁତ ପରିପଥ ଯୁକ୍ତ କରାଯାଉ। ସୁଇଚ୍ ଟିପିଲେ ବିଦ୍ୟୁତ ଘଣ୍ଟି ବାଜିବ ଓ ଧ୍ୱନି ଶୁଣିବାକୁ ମିଳିବ। ବିଦ୍ୟୁତ ଘଣ୍ଟିରୁ ଧ୍ୱନି ନିଃସୃତ ହେଉଥିବା ବେଳେ ବାୟୁ ନିଷ୍କାସନ ପମ୍ପ ସାହାଯ୍ୟରେ ବେଲ୍ ଜାରରୁ ବାୟୁ ନିଷ୍କାସନ କରାଯାଉ। ବେଲ୍ ଜାରରୁ ବାୟୁ କମି ଆସୁଥିବା ବେଳେ ଧ୍ୱନିର ପ୍ରବଳତା ମଧ୍ୟ କ୍ଷୀଣ ହୋଇ ଆସିବ। ଯେତେବେଳେ ବେଲ୍ ଜାର ସମ୍ପୂର୍ଣ୍ଣ ବାୟୁଶୂନ୍ୟ ହୋଇଯିବ, ଧ୍ୱନି ଆଉ ଶୁଣାଯିବ ନାହିଁ। ଅନୁଶୀଳନ ଲେଖାରେ ଏହି ପରୀକ୍ଷାରୁ ଜଣାଗଲା ଯେ ଧ୍ୱନି ସଞ୍ଚାରଣ ପାଇଁ ମାଧ୍ୟମ ଆବଶ୍ୟକ। ଧ୍ୱନି ତରଙ୍ଗକୁ କାହିଁକି ଅନୁଦୈର୍ଘ୍ୟ ତରଙ୍ଗ କୁହାଯାଏ? ଅନୁଦୈର୍ଘ୍ୟ ତରଙ୍ଗରେ ମାଧ୍ୟମର କଣିକା ଗୁଡ଼ିକ ତରଙ୍ଗର ଗତିର ଦିଗ ସହ ସମାନ୍ତର ଭାବେ ଦୋଳିତ ହୁଅନ୍ତି। କଣିକା ଗୁଡ଼ିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତି ନାହିଁ। ସେମାନେ କେବଳ ତାଙ୍କର ମାଧ୍ୟମ ଅବସ୍ଥାନର ଉଭୟ ପଟେ ଏପଟ ସେପଟ ହୋଇ ଦୋଳନ କରନ୍ତି। ଏପରି ଭାବରେ ଧ୍ୱନି ତରଙ୍ଗ ମାଧ୍ୟମ ମଧ୍ୟରେ ଗତି କରୁଥିବାରୁ ଏହାକୁ ଅନୁଦୈର୍ଘ୍ୟ ତରଙ୍ଗ କୁହାଯାଏ। ଏକ ଅନ୍ଧାର ଘରେ ବସିଥିବା ତୁମ ବନ୍ଧୁଙ୍କ ଆବାଜରୁ ବନ୍ଧୁଙ୍କ ଉପସ୍ଥିତି ତୁମେ ଧ୍ୱନିର କେଉଁ ଗୁଣ ଯୋଗୁଁ ଜାଣିପାର? ଅନ୍ଧାର ଘରେ ବସିଥିବା ବନ୍ଧୁଙ୍କ ଆବାଜରୁ ବନ୍ଧୁଙ୍କ ଉପସ୍ଥିତି ଧ୍ୱନିର ସ୍ୱର ବୈଶିଷ୍ଟ୍ୟ ଗୁଣ ଯୋଗୁଁ ଜାଣି ହୋଇଥାଏ। ବିଜ୍ଞାନ ସମ୍ମତ କାରଣ ଦର୍ଶାଅ। ଏକା ସମୟରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି ହେଉଥିଲେ ମଧ୍ୟ ପ୍ରଥମେ ବିଜୁଳି ଦେଖାଯାଏ ଏବଂ ତାର କିଛି ସମୟ ପରେ ଘଡ଼ଘଡ଼ି ଶୁଣାଯାଏ। ଆଲୋକର ପରିବେଗ 3 × 10⁸ ms-1 ଓ ଧ୍ୱନିର ବେଗ 344 ms-1 ହୋଇଥିବାରୁ ଉଭୟ ଏକା ସମୟ ସୃଷ୍ଟି ହେଲେ ମଧ୍ୟ ବିଜୁଳି ପ୍ରଥମେ ଦେଖାଯାଏ, କାରଣ ଆଲୋକର ବେଗ ଅଧିକ। ବାଦୁଡ଼ି ଅନ୍ଧାର ରାତିରେ ତାହାର ଶିକାର ଧରିବାକୁ ସକ୍ଷମ ହୁଏ।
ବାଦୁଡ଼ି ଅନ୍ଧାର ରାତିରେ ଉଡ଼ିଲା ବେଳେ ଅବିରତ ଭାବରେ ଅଲ୍ଟ୍ରାସୋନିକ ତରଙ୍ଗ ବିଗତ କରେ। ବାଦୁଡ଼ି ଠାରୁ ଉଚ୍ଚ ତାରତ୍ୱ ଅଲ୍ଟ୍ରାସୋନିକ ପଲ୍ସ ପ୍ରେରିତ ହୋଇ ପ୍ରତିବନ୍ଧକ ବା ତାର ଶିକାର ନିକଟରେ ପହଞ୍ଚେ ଏବଂ ପ୍ରତିବନ୍ଧକ ଦ୍ୱାରା ପ୍ରତିଫଳିତ ହୋଇ ତା କାନ ନିକଟକୁ ଫେରି ଆସେ। ପ୍ରତିଫଳିତ ଅଲ୍ଟ୍ରାସୋନିକ ତରଙ୍ଗ ଲକ୍ଷଣରୁ ବାଦୁଡ଼ି ପ୍ରତିବନ୍ଧକ ବା ଶିକାର ଉପସ୍ଥିତି, ଆକୃତି ଓ ପ୍ରକୃତି ଜାଣିପାରେ। ନମ୍ବର 8, ସାଧାରଣ ମଣିଷ ଧ୍ୱନି ପରିସର 20 ହର୍ଟ୍ଜ ରୁ 20 କିଲୋ ହର୍ଟ୍ଜ ଏହି ଦୁଇ ଆବୃତ୍ତି ଧ୍ୱନି ତରଙ୍ଗ ମଧ୍ୟରେ କେତେ ନିର୍ଣ୍ଣୟ କର। ନିର୍ଣ୍ଣୟ ଦେଇଛି। ତିନି 9 ନମ୍ବର, ତୁମର ଦୁଇ ସାଙ୍ଗ ଗୋଟିଏ ଆଲୁମିନିୟମ କହିଛି। ଆଲୁମିନିୟମ ଧ୍ୱନି ବେଗ, ବାୟୁରେ ଧ୍ୱନିର ବେଗ ମନେକର ଆଲୁମିନିୟମ ଦୈର୍ଘ୍ୟ Ln ଦେଇଛି। L ଦୈର୍ଘ୍ୟ ବିଷୟ ଆଲୁମିନିୟମ ଦଣ୍ଡକୁ ଅତିକ୍ରମ କରିବା ପାଇଁ ଧ୍ୱନିକୁ ଲାଗୁତା ସମୟ। ଦଶ ନମ୍ବର, ଏକ ଧ୍ୱନି ଉତ୍ସର ତରଙ୍ଗ ଆବୃତ୍ତି 100 ହର୍ଟ୍ଜ ହେଲେ ଏହା 1 ମିନିଟରେ କେତେ ଥର କମ୍ପିତ ହେବ? 6000 ଥର। ଆଲୋକ ପ୍ରତିଫଳନ ନିୟମ ଧ୍ୱନି ପ୍ରତିଫଳନ ପାଇଁ ପ୍ରଯୁଜ୍ୟ କି? ଏହାକୁ ବୁଝାଅ। ହଁ, ଆଲୋକ ପ୍ରତିଫଳନ ନିୟମ ଧ୍ୱନି ପ୍ରତିଫଳନ ପାଇଁ ପ୍ରଯୁଜ୍ୟ। ଆଲୋକ ପରି ଧ୍ୱନି ମଧ୍ୟ କଠିନ ଓ ତରଳ ପୃଷ୍ଠରୁ ପ୍ରତିଫଳିତ ହୁଏ ଏବଂ ଆଲୋକର ପ୍ରତିଫଳନ ନିୟମକୁ ମାନିଥାଏ। ବାରଣ ଉତ୍ତର, ଉତ୍ତପ୍ତ ଦିନରେ ପ୍ରତିଧ୍ୱନି ଶୁଣି ହେବ କାରଣ ଥଣ୍ଡା ଦିନ ଅପେକ୍ଷା ଉତ୍ତପ୍ତ ଦିନରେ ଧ୍ୱନିର ବେଗ ଅଧିକ ହୋଇଥାଏ। ଧ୍ୱନି ପ୍ରତିଫଳନ 2ଟି ବ୍ୟବହାରିକ ପ୍ରୟୋଗ ଲେଖ। ସଭାରେ ବ୍ୟବହୃତ ହେଉଥିବା ଲାଉଡସ୍ପିକର, ମେଗାଫୋନ, କାହାଲି ଓ କେତେକ ବାଦ୍ୟଯନ୍ତ୍ର ଯଥା ସାହାନାଇ, ଟ୍ରମ୍ପଟ ଇତ୍ୟାଦି ଧ୍ୱନି ପ୍ରତିଫଳନ ବ୍ୟବହୃତ ହୋଇଥାଏ। ଡାକ୍ତରମାନେ ଆମ ଶରୀରର ଭିତରେ ଥିବା ହୃତ୍ପିଣ୍ଡ ସ୍ପନ୍ଦନ ବା ଫୁସ୍ଫୁସ୍ କ୍ଷୀଣ ଧ୍ୱନିକୁ ସ୍ପଷ୍ଟ କରିବା ପାଇଁ ଜାଣିବା ପାଇଁ ଷ୍ଟେଥୋସ୍କୋପ ବ୍ୟବହାର କରନ୍ତି। ଏହି ଷ୍ଟେଥୋସ୍କୋପ ନଳୀ ଭିତରେ ଏକାଧିକ ଧ୍ୱନିର ପ୍ରତିଫଳନ ଘଟିଥାଏ। ନେକ୍ସଟ ତାର ପ୍ରଶ୍ନ ଉତ୍ତର, ଯାହାକି ଗଣିତ ଅଛି। 15 ନମ୍ବର ଗଣିତ। ଏକ ଧ୍ୱନି ତରଙ୍ଗ ତାର ବେଗ ଦେଇଛି, ଏହା ତରଙ୍ଗର ବି ଦୈର୍ଘ୍ୟ ଦେଇଛି, ଏହା ଶୁଣାଯିବ କି ନାହିଁ ନିର୍ଣ୍ଣୟ କର କୁହାଯାଇଛି। ପ୍ରତିନାଦ କାହାକୁ କୁହାଯାଏ? ଏହାକୁ କିପରି କମ୍ କରାଯାଇପାରିବ? କୌଣସି ବଡ଼ ହଲରେ ଧ୍ୱନି ସୃଷ୍ଟି ହେଲେ ଏହା ବାରମ୍ବାର ପ୍ରତିଫଳିତ ହୋଇ କ୍ଷୀଣ ନ ହେଲେ ପର୍ଯ୍ୟନ୍ତ କିଛି ସମୟ ଧରି ସେହି ହଲରେ ଶୁଭେ। ପ୍ରତିଫଳନର ପୁନରାବୃତ୍ତି ଯୋଗୁଁ ଯେଉଁ ପୁନଃ ପ୍ରତିଧ୍ୱନି ସୃଷ୍ଟି ହୁଏ ତାହାକୁ ପ୍ରତିନାଦ କୁହାଯାଏ। ଅଡିଟୋରିୟମରେ ଅତ୍ୟଧିକ ପ୍ରତିନାଦ କେହି ଚାହାନ୍ତି ନାହିଁ। କାରଣ ଏହା ଦ୍ୱାରା ଧ୍ୱନି ସ୍ପଷ୍ଟ ଶୁଣାଯାଏ ନାହିଁ। ପ୍ରତିନାଦକୁ କମ୍ କରିବା ପାଇଁ ଅଡିଟୋରିୟମ ଛାତ ଏବଂ ଭିତରକାନ୍ତକୁ ଧ୍ୱନି ଅବିଶେଷ ପଦାର୍ଥ ଯଥା ସଂକୁଚିତ ଫାଇବର, ବନ୍ଧୁର ପ୍ଲାଷ୍ଟର କିମ୍ବା କନାର ବସ୍ତୁ ଦ୍ୱାରା ଆଚ୍ଛାଦିତ କରାଯାଇଥାଏ। ଧ୍ୱନିର ତୀବ୍ରତା କାହାକୁ କହନ୍ତି? ଏହା କେଉଁ କେଉଁ କାରକ ଉପରେ ନିର୍ଭର କରେ? ଧ୍ୱନିର ତୀବ୍ରତା ମାଧ୍ୟମରେ ଗୋଟିଏ ବିନ୍ଦୁ ଚାରିପଟେ ତରଙ୍ଗ ଗତିର ଅବିଲମ୍ବ ଦିଗରେ ଏକକ କ୍ଷେତ୍ରଫଳ ବିଶିଷ୍ଟ କ୍ଷେତ୍ର ମଧ୍ୟ ଦେଇ ପ୍ରତି ସେକେଣ୍ଡରେ ଯେତିକି ଧ୍ୱନି ଶକ୍ତି ଅତିକ୍ରମ କରେ ତାହାର ପରିମାଣକୁ ସେହି ବିନ୍ଦୁରେ
ଧ୍ୱନିର ତୀବ୍ରତା କୁହାଯାଏ। ଧ୍ୱନିର ତୀବ୍ରତା ଦୁଇଟି କାରକ ଉପରେ ନିର୍ଭର କରିଥାଏ। ଧ୍ୱନିର ତୀବ୍ରତା ଧ୍ୱନି ତରଙ୍ଗର ଆୟାମତ ବର୍ଗ ସହ ସମାନୁପାତି ହୋଇଥାଏ। ଏହା କାନର ଶୁଣିବା କ୍ରିୟା ଉପରେ ନିର୍ଭର କରେ। ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିକୁ ପରିଷ୍କାର କରିବାରେ ଅଲ୍ଟ୍ରାସାଉଣ୍ଡ କିପରି ସହାୟକ ହୁଏ? ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତିକୁ ସଫା କରାଯାଉଥିବା ଦ୍ରବଣ ମଧ୍ୟରେ ରଖି ତାହାକୁ ଅଲ୍ଟ୍ରାସାଉଣ୍ଡ ତରଙ୍ଗ ପ୍ରବେଶ କରାଯାଏ। ଏହାର ଉଚ୍ଚ ଆବୃତ୍ତି ଯୋଗୁଁ ଗ୍ରୀଜ, ଧୂଳିକଣା କିମ୍ବା ମଇଳା ଇତ୍ୟାଦି ବସ୍ତୁ ମଧ୍ୟରୁ ବାହାରି ଆସେ, ଦ୍ରବଣରେ ମିଶିଯାଏ, ଫଳରେ ସାମଗ୍ରୀ ଗୁଡ଼ିକ ଭଲ ଭାବରେ ପରିଷ୍କାର ହୋଇଯାଏ। ସୋନାର କାର୍ଯ୍ୟପ୍ରଣାଳୀ ବୁଝାଅ ଓ ପ୍ରୟୋଗ କରୁଛି। କାର୍ଯ୍ୟପ୍ରଣାଳୀ ସୋନାରର କାର୍ଯ୍ୟପ୍ରଣାଳୀ ଧ୍ୱନି ପ୍ରତିଫଳନ ମୌଳିକ ନିୟମ ଉପରେ ଡଙ୍ଗା ବା ଜାହାଜ ଜଳପୃଷ୍ଠ ଦେଇଛି। ଡିଟେକ୍ଟର ଟ୍ରାନ୍ସମିଟର ସୋନାର ଗୋଟିଏ ଟ୍ରାନ୍ସମିଟର ଓ ଗୋଟିଏ ଡିଟେକ୍ଟର ଖଞ୍ଜା ଯାଇଥାଏ। ଏହାକୁ ପାୱାର ବୋଟ୍ ସବମରିନ ଜାହାଜରେ ଖଞ୍ଜା ଯାଇଥାଏ। ଟ୍ରାନ୍ସମିଟରରୁ ଶକ୍ତିଶାଳୀ ଅଲ୍ଟ୍ରାସୋନିକ ତରଙ୍ଗ ପଲ୍ସ ପାଣି ଭିତରକୁ ପଠାଯାଏ। ସେହି ପଲ୍ସ ସମୁଦ୍ର ଶଯ୍ୟାରେ କିମ୍ବା ସମୁଦ୍ର ଜଳରେ ବୁଡ଼ି ରହିଥିବା ଜାହାଜ, ପାହାଡ଼ କିମ୍ବା ଅନ୍ୟ ବସ୍ତୁମାନଙ୍କ ଦ୍ୱାରା ବାଧାପ୍ରାପ୍ତ ହେଲେ ପ୍ରତିଫଳିତ ହୋଇ ଫେରି ଆସେ। ଏହି ପ୍ରତିଫଳିତ ଧ୍ୱନି ଡିଟେକ୍ଟର ସାହାଯ୍ୟରେ ଗୃହୀତ ହୁଏ। ଡିଟେକ୍ଟର ତାକୁ ବିଦ୍ୟୁତ୍ ସଂକେତରେ ପରିଣତ କରେ, ଯାହାର ବିଶ୍ଳେଷଣ କରାଯାଏ। ପ୍ରୟୋଗ ଇକୋରେଞ୍ଜି ପଦ୍ଧତିରେ ସମୁଦ୍ର ଜଳ ମଧ୍ୟରେ ବୁଡ଼ି ରହିଥିବା ଜାହାଜ, ପାହାଡ଼, ବଡ଼ ବଡ଼ ଶିଳାଖଣ୍ଡ, ବରଫସ୍ତୂପ ଇତ୍ୟାଦି ବସ୍ତୁମାନଙ୍କ ଉପସ୍ଥିତି ଓ ଜଳପୃଷ୍ଠତଳରେ ସେମାନଙ୍କ ଦୂରତା ନିର୍ଣ୍ଣୟ କରାଯାଏ। ଏହି ପଦ୍ଧତିରେ ସମୁଦ୍ର ଜଳ ଗଭୀରତା ମଧ୍ୟ ନିର୍ଣ୍ଣୟ କରିହୁଏ। କିନ୍ତୁ ଏକ ବୁଡ଼ାଜାହାଜରେ ଥିବା ସୋନାର ଦ୍ୱାରା ସିଗ୍ନାଲ ପଠାଗଲା। ଦେଇଛି ଉତ୍ତର। ଏକ ଧାତବ ବ୍ଲକରେ ଥିବା ବିଚ୍ୟୁତିକୁ କିପରି ଅଲ୍ଟ୍ରାସାଉଣ୍ଡ ପଦ୍ଧତିରେ ନିର୍ଣ୍ଣୟ କରିପାରିବ? ଧାତବ ବ୍ଲକ ଠିକ୍ ଭାବରେ ନିର୍ମିତ ହୋଇଛି କି ନା ଜାଣିବା ପାଇଁ ପ୍ରଥମେ ଅଲ୍ଟ୍ରାସାଉଣ୍ଡକୁ ଧାତବ ଖଣ୍ଡ ମଧ୍ୟକୁ ପ୍ରବେଶ କରାଯାଏ ଏବଂ ଡିଟେକ୍ଟର ସାହାଯ୍ୟରେ ତ୍ରୁଟିଟି ଜଣାପଡ଼େ। ସାମାନ୍ୟ ତ୍ରୁଟି ବା ଫାଟ ଥିଲେ ମଧ୍ୟ ଅଲ୍ଟ୍ରାସାଉଣ୍ଡ ତରଙ୍ଗ ସେହି ସ୍ଥାନରୁ ପ୍ରତିଫଳିତ ହୋଇ ଫେରିଆସେ, ଯାହା ସେହି ଫାଟର ସୂଚନା ଦିଏ। କିନ୍ତୁ ଅଧିକ ତରଙ୍ଗ ଦୈର୍ଘ୍ୟର ଧ୍ୱନି ତରଙ୍ଗକୁ ଏଥିପାଇଁ ବ୍ୟବହାର କରାଯାଏ ନାହିଁ, କାରଣ ଏହାର ତରଙ୍ଗ ଦୈର୍ଘ୍ୟ ଅଧିକ ହୋଇଥିବାରୁ ଏହା ଫାଟ ବା ଫାଙ୍କା ସ୍ଥାନକୁ ବଙ୍କାଇ ଯାଇ ଡିଟେକ୍ଟର ପାଖରେ ପହଞ୍ଚିଯାଏ, ଫଳରେ ଫାଟ ଚିହ୍ନିତ ହୋଇପାରେ ନାହିଁ। ମାନବର କର୍ଣ୍ଣର ନାମାଙ୍କିତ ଚିତ୍ରାଙ୍କନ କର। ପିନାର, ହାମର, ଆନଭିଲ, ଷ୍ଟିପର, ଶ୍ରୁତି ସ୍ନାୟୁ, କର୍ଣ୍ଣକମ୍ଭୁକ, କର୍ଣ୍ଣପଟକ, ଶ୍ରୁତି ନାଳୀ। ଆମେ କାନ ଦ୍ୱାରା କିପରି ଶୁଣୁ ତାହାକୁ ବୁଝାଅ। ବାହ୍ୟ କର୍ଣ୍ଣ ପିନା ଚତୁଃପାର୍ଶ୍ୱ ଧ୍ୱନିକୁ ଗ୍ରହଣ କରେ, ଯାହା କାନର ଶ୍ରୁତି ନାଳୀ ଦେଇ ଭିତରକୁ ଯାଏ। ଶ୍ରୁତି ନାଳୀର ଶେଷ ଭାଗ ଥିବା ଏକ କ୍ଷୁଦ୍ର ଓ ପତଳା ଝିଲ୍ଲିକୁ କର୍ଣ୍ଣପଟହ କୁହାଯାଏ। ବାୟୁ ମଧ୍ୟରେ ସଂପୀଡ଼ନ କର୍ଣ୍ଣପଟରେ ପହଞ୍ଚିଲେ ତାହା କର୍ଣ୍ଣପଟକୁ ଅଧିକ ଚାପ ପ୍ରଦାନ କରେ ଓ ତାହାକୁ ଭିତରକୁ ଠେଲି ଦିଏ। ଯେତେବେଳେ ବିଚରଣ କର୍ଣ୍ଣପଟହ ନିକଟରେ ପହଞ୍ଚେ, ସେତେବେଳେ
କର୍ଣ୍ଣପଟ ଉପରେ ପ୍ରଦତ୍ତ ଚାପ ହ୍ରାସ ପାଏ। ତେଣୁ କର୍ଣ୍ଣପଟ ବିପରୀତ ଦିଗରେ ଟିକେ ବାହାରକୁ ଚାଲି ଆସେ। ଏହି ସମ୍ପୀଡ଼ନ ଓ ବିଚଳନ ଯୋଗୁଁ କର୍ଣ୍ଣପଟ ଆଗପଛ ହୋଇ କମ୍ପିତ ହୁଏ। ଏହି କମ୍ପନ ମଧ୍ୟକର୍ଣ୍ଣରେ ଥିବା ତିନୋଟି ହାଡ଼ ହାମର, ଆନଭିଲ୍ ଓ ଷ୍ଟିପ ଦ୍ୱାରା ବହୁଗଣିତ ହୋଇଥାଏ। 24 ନମ୍ବର, ଜାହାଜ ଥିବା ଏକ সোনারରୁ ଅଲ୍ଟ୍ରାସାଉଣ୍ଡ ତରଙ୍ଗ ପ୍ରଶ୍ନ ଦେଇଛି। ତା ଥିଲା ଧ୍ୱନି ପାଠର ପ୍ରଶ୍ନ ଉତ୍ତର।